ଯେଉଁ ମହିଳା ଶାଢ଼ୀ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି ସେ ମହିଳା ପରିବାର ପାଇଁ କ'ଣ ହୋଇଥାନ୍ତି। ବନ୍ଧୁ, ଆଜିକା ଯୁଗରେ ଶାଢ଼ୀ ପିନ୍ଧିବାର ପ୍ରଥା ଧୀରେ ଧୀରେ କମ୍ ହୋଇଯାଉଛି। ଶାସ୍ତ୍ର କଥା ଅନୁସାରେ ନାରୀର ପ୍ରଥମ ଏବଂ ପବିତ୍ର ବସ୍ତ୍ର ଶାଢ଼ୀ ହିଁ ମନାଯାଇଥାଏ। ଶାଢ଼ୀକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇଥାଏ, କାହିଁକି ନା ତିନି ପ୍ରମୁଖ ଦେବୀ ମା ଲକ୍ଷ୍ମୀ, ମା ସରସ୍ୱତୀ, ମା ପାର୍ବତୀ ମଧ୍ୟ ଶାଢ଼ୀ ଧାରଣ କରୁଥିଲେ। ଏଥିପାଇଁ ଶାଢ଼ୀ ପିନ୍ଧିବା ନାରୀର ଘରର ଲକ୍ଷ୍ମୀ ବୋଲି କୁହାଯାଏ ଏବଂ ଦେବୀ ସ୍ୱରୂପ ମନାଯାଇଥାଏ। ଗୁରୁବାର ଧଳା ନାଲି ଛିଟ ଶାଢ଼ୀ ଯିଏ ପରିଧାନ କରେ ଘରକୁ ଶାନ୍ତି ଏବଂ ମନକୁ ପବିତ୍ର ଏବଂ ସୌଭାଗ୍ୟ ଲକ୍ଷ୍ମୀ ବୋଲି କୁହାଯାଏ। ଶାଢ଼ୀର କାନି ମଥାରେ ରହିଲେ ଐଶୀ ଲକ୍ଷଣୀ କୁହାଯାଏ। ଶାଢ଼ୀର କାନିରେ ଅକ୍ଷୟତା ନେଲେ ଅତ୍ୟନ୍ତ ଶୁଭ ହୋଇଥାଏ। ତେଣୁ ଶାଢ଼ୀକୁ ମର୍ଯ୍ୟାଦା ସହକାରେ ପରିଧାନ କରିବା ଉଚିତ। ଧନ୍ୟବାଦ।